ଜୟ ଜଗନ୍ନାଥ ଏମଏଲ, ଆପଣଙ୍କୁ ଆମ ପ୍ରୋଗ୍ରାମରେ ସ୍ୱାଗତ। ଜୟ ଜଗନ୍ନାଥ ସୋମୁ, ମୋତେ ନିମନ୍ତ୍ରଣ କରିଥିବାରୁ। ତ ଏମଏଲଏ, ଆମର ଗୋଟେ ପ୍ରଶ୍ନ ଥିଲା ଆପଣଙ୍କୁ। ହଁ କୁହନ୍ତୁ। ବିଭୂତିଭୂଷଣ ଦାସ ଯିଏ ଏବେ ଷ୍ଟାର ବର୍ତ୍ତମାନ କ୍ରିକେଟ ଜଗତର, ଓଡ଼ିଶା କ୍ରିକେଟ ଜଗତର ଷ୍ଟାର, ତାଙ୍କ ପଛରେ ମୁଖ୍ୟ ଭୂମିକା ଆପଣଙ୍କ ଥିଲା, ମୁଁ ଶୁଣିବାକୁ ପାଇଛି। ଏ ସତ ନା ମିଛ? ଦେଖନ୍ତୁ ସୋନୁ, ବିଭୂତି ବିଭୂତି ଯଦି ବି ଆଜି ଷ୍ଟାର କହୁଛି, କେବଳ ମୁଁ କହିବା ପାଇଁ ଚାହୁଁଛି ମୋ ପାଇଁ। ତ କେମିତି କ'ଣ ତାକୁ ତମେ ଉତ୍ସାହିତ କଲ କି ଏନକରେଜ କଲ, ତୁ ଆଗକୁ ବଢ଼, କ'ଣ କେମିତି ଟିକେ କହିବ? ବିଭୂତି ଗୋଟେ ଭଲ ପିଲା, ଆଉ ତାର ଖେଳ ପ୍ରତି ବହୁତ ଆଗ୍ରହୀ, ଆଉ ସ୍ପୋର୍ଟସ ଜିନିଷ ତା ପାଖରେ କିଛି ବି ନଥାଏ। କେବେ ଯେବେ ବି ଆସି ସେ ଛିଡ଼ା ହୁଏ, ଗ୍ରାଉଣ୍ଡ ବାହାରେ ଛିଡ଼ା ହୁଏ, ତାକୁ ଦେଖିକି ମୋତେ, ମୁଁ ଥରେ ମ୍ୟାଚ୍ ଚାଲିଥିଲା ଆମର କଳାହାଣ୍ଡି ଡିଷ୍ଟ୍ରିକ୍ଟ ସାଙ୍ଗରେ ଗୋଟେ ମ୍ୟାଚ୍ ମୋର ହେଉଥିଲା। ସେ ମ୍ୟାଚ୍ରେ ବିଭୂତି ଛିଡ଼ା ହେଇଥାଏ ବାହାରେ, ମୁଁ ତାକୁ ଦେଖିଥିଲି ଥରେ। ଆଉ ସେ ବଲ୍ ଆଉଟ୍ ସାଇଡ୍ରୁ ବଲ୍ ଖୁଣ୍ଟିକି ଦିଏ, ଆଉ ଯେତେବେଳେ ତାର ଥ୍ରୋ ମୁଁ ତାକୁ ଦେଖିଲି, ନିଜେ ମୁଁ ବ୍ୟାଟିଂ ଫିଲ୍ଡ ଉପରେ ଥାଏ, ତାର ଗୋଟେ ଥ୍ରୋ ଆସି ଷ୍ଟମ୍ପରେ ଲାଗିଲା, ଆଉ ମୁଁ ସେ ପିଲାକୁ ସେଉଠୁ ହିଁ ତାକୁ ନଜରରେ ରଖିଥିଲି ଯେ ଏ ପିଲା ଭଲ ଦିନ କରିବ। ମୁଁ ଶୁଣିଛି ଆପଣ ଆପଣଙ୍କ ଟିମ୍ ମ୍ୟାନେଜମେଣ୍ଟ ସହିତ ଲଢ଼ି ଯାଇଥିଲେ, ତାକୁ ଟିମ୍ ଜାଗା ମୁଁ ସେଇଟା ତ କ'ଣ କହିବି, ବିଭୂତି କ'ଣ ପାଇଁ ମୁଁ ଟିମ୍ କ'ଣ ନିଜ କୋଚ୍ଙ୍କ ସାଙ୍ଗରେ ମୁଁ ଲଢ଼ି ଯାଇଥିଲି, ଆଉ ତାକୁ ହିଁ ଫୋକସ୍ କରିଥିଲି ଯେ କୋଚ୍କୁ ନିଜେ ହିଁ କହିଥିଲି ଯେ ବିଭୂତିକି ନିଆଯାଉ। କ'ଣ ପାଇଁ ତାଙ୍କ ଭିତରେ ଏତେ ଟ୍ୟାଲେଣ୍ଟ ଥିଲା, କେହି ଜାଣିପାରିଲେ ନାହିଁ, ଆପଣ ଜାଣିଲେ? ନାଇଁ, ମୁଁ ଯେବେ ବି ସେ ଯେଉଁ ଥ୍ରୋ ଗୋଟେ କରିଥିଲା, ମୋର ଗୋଟେ ମନ ଅଛି, ତାର ଲକ୍ଷ୍ୟ ଥାଏ କେବଳ ଷ୍ଟମ୍ପ ଉପରେ, ଆଉ ବହୁତ ଧ୍ୟାନ ବି ତାର ଥାଏ କେବଳ କେମିତି ଖେଳିବି, କେମିତି ନୂଆ ଜିନିଷ ଟିକେ ଗୋଟେ ଶିଖିବା ପାଇଁ ଚାହେଁ ସବୁବେଳେ। ମୁଁ ତାକୁ ନିଜେ ପାଖକୁ ଡାକିଥିଲି ଯେ, ମୁଁ ତାକୁ କହିଥିଲି କି ଖେଳିବୁ, ସେ ମୋତେ କହିଥିଲା ହଁ ସାର୍ ମୋତେ ଖେଳନ୍ତି ବୋଲିକି, ଆଉ ମୁଁ ଭଲ ବ୍ୟାଟିଂ ବି କରିପାରିବି। ତ ଏମିତି କୋଉ ମ୍ୟାଚରୁ ସେ ହାଇଲାଇଟ୍ ହେଇଗଲେ ସାରା ଓଡ଼ିଶାରେ? ଗୋଟେ ଲୋକାଲ ମ୍ୟାଚ୍ ଆମର ଥିଲା, ସେଇ ପାଖ ପଡ଼ୋଶୀ ଗାଁ ଫୁଲପୁର ବୋଲି, ଟିମ୍ ନାଁ ଅବଶ୍ୟ ମୋର ଏତେ ମନେ ନାହିଁ, ଆଉ ସେ ମ୍ୟାଚ୍ରେ ସେ ଭଲ ପରଫର୍ମାନ୍ସ କରିଥିଲେ। ସେଇ ଦିନରୁ ତାକୁ କେତେ ରନ୍ ଯୋଗାଣ ଥିଲା? ମ୍ୟାଚ୍ର ଆମକୁ ଷ୍ଟାର୍ଟିଂ ଦିଆହେଇଥିଲା 192 ରନ୍ ଆଉ 15 ଓଭରରେ, ଆଉ ସେତେବେଳେ ମୁଁ ବି ନିଜ ୱିକେଟ୍ ମୋର ବି ଯାଇସାରିଥିଲା, ମୋର ବି କ୍ୟାପ୍ଟେନ୍ ତାଙ୍କର ବି ଯାଇଥିଲା। ତାପରେ ବିଭୂତିକୁ ଛଡ଼ା ହେଇଥିଲା 4 ନମ୍ବରରେ, 4 ନମ୍ବର ଗଲା ପରେ ସେ ମିଡିଲ୍ ଅର୍ଡର ଭାବରେ ତାଙ୍କୁ ବହୁତ ଭଲ ପରଫର୍ମାନ୍ସ ଦେଇଥିଲେ। ସେ ମୁଁ ଶୁଣିଛି ଜେଜେସିସି କଣ୍ଟକୋଇ ପଡ଼ିଆରେ ଅଶୋକ ଷ୍ଟାର ବିରୁଦ୍ଧରେ ଆପଣ ଏକ ଚମତ୍କାର ୱିକେଟ୍ ନେଇ ଜେଜେସିସିକୁ ବିଜୟ ଲାଭ କରିଥିଲେ। ଭଲ ଭଲ ପ୍ରଶ୍ନଟିଏ ପଚାରିଛନ୍ତି ସୋନୁ। ସେ 2012 କଥା କହୁଛି, ଆଉ ଗୋଟେ ମ୍ୟାଚ୍ ଆମର ହେଉଥିଲା ଲୋକାଲ, ଆମରି ଗୋଟେ ମ୍ୟାଚ୍ ଥିଲା କର ବା ମର, ଆଉ ସେଥିରେ ଆମର ବଡ଼ ଭାଇ ଯିଏ ମୋର ଭଲ ପ୍ଲେୟାର ଆମ ଟିମ୍ର, ସ୍ମୃତି ରଞ୍ଜନ ଦାସ, ସରୋଜ ଦାସ, ବହୁତ ବଡ଼ ବଡ଼ ଷ୍ଟାର ଥିଲେ। ସେ ବହୁତ ଭଲ ସ୍ମୃତି ରଞ୍ଜନ ଦାସ ଭଲ ପ୍ଲେୟାର ଥିଲେ, ଆଉ ସେ ମ୍ୟାଚ୍ରେ ବି ଆମର ଖେଳ ହେଉଥିଲା, ଆଉ ହାଇଲାଇଟ୍ ସ୍କୋର ବି ସେମାନେ କରିଥିଲେ, ଆମକୁ ଚ୍ୟାଲେଞ୍ଜ ବି ଦେଇଥିଲେ, ଆଉ ଭଲ ମ୍ୟାଚ୍ଟେ ଥିଲା। କାହିଁକି ନା ତାଙ୍କ ଟିମ୍ ସବୁଠୁ 11 ଷ୍ଟାର ଥିଲା, ଆପଣଙ୍କ ଟିମ୍ରେ ଓନ୍ଲି ଆପଣଙ୍କ ଜେଜେସିସି ଟିମ୍ର ପିଲାମାନେ ଖେଳୁଥିଲେ। ସେ ଟିମ୍ରେ ବିଭୂତିଭୂଷଣର ଭଲ ସ୍କୋର ଥିଲା ଶୁଣିଛି। ଦେଖନ୍ତୁ, ଯୋଉଟା ପଚାରିଲେ ଏବେ ଯୋଉଟା କୁହନ୍ତି 11 ଷ୍ଟାର ତ କହିହେବନି, ମ୍ୟାଚ୍ ବଲ୍ ବ୍ୟାଟ୍ କଥା କେବେ କହିହେବନି, କେତେବେଳେ କୋଉ ମୁହୂର୍ତ୍ତରେ ବାଜି ପଡ଼ିଯିବ କେହି କହିପାରିବେନି। ସେ ନିଜକୁ ସବୁବେଳେ ଗର୍ବ ଅନୁଭବ କରେ 11 ଷ୍ଟାର, ଯେ ଆମେ ସବୁଠୁ ବଡ଼ ଷ୍ଟାର। କିନ୍ତୁ ଆମେ ଆମ ହୋମ୍ ଟିମ୍ ଯୋଉଟା ଜେଜେସିସି, ଆମେ ନିଜେ ଆମ ବାହୁବଳରେ ଆମେ ଲଢ଼ିଥିଲୁ ଆଉ ପରାସ୍ତ ବି କରିଥିଲୁ। ସେ ମ୍ୟାଚ୍ରେ ବିଭୂତି 70 ରନ୍ ପାରି ଖେଳିଥିଲେ, କିନ୍ତୁ ତାଙ୍କ 70 ରନ୍ ଆଗରେ ତମର ସେ ଗୋଟିଏ ୱିକେଟ୍ ଜେଜେସିସିକୁ ଜିତିବାର ରାସ୍ତା କରିଦେଇଥିଲା। ଦେଖନ୍ତୁ, ବିଭୂତିକି ଓପନିଂ ଉପରେ ଛଡ଼ା ହେଇଥିଲା, ଆଉ ଯେତେବେଳେ ମୋର ଆର୍ମ ହ୍ୟାଣ୍ଡର ପ୍ରୋବ୍ଲେମ୍ ଥିଲା, ଯେତେବେଳେ ସ୍ମୃତି ଭାଇ କହିଲେ ଯେ ତୁ ଗୋଟେ ଓଭର ନେଇ ପକା, ଆଉ ନହେଲେ ହେବନି। ମୁଁ କହିଲି ଭାଇ ଏମିତି ପ୍ରୋବ୍ଲେମ୍ ହେଇଛି, ଆରେ ତୁ ପକା, କିଛି ହେବନି। ଆଉ ସେ ଟାଇମ୍ରେ ମୁଁ ନିଜେ ବି ଯାଇଥିଲି, ଆଉ ସମସ୍ତଙ୍କର ବି ଲକ୍ଷ୍ୟ ଥିଲା ଯେ ମୁଁ ବୋଲିଂ କରେ, ଆଉ ଯାହା ସଫଳତା ବି ହାସଲ କରିଥିଲେ। ଆଉ ତାଙ୍କର ଯିଏ ଭଲ ପ୍ଲେୟାର, ଆଉ ତାଙ୍କୁ ମୁଁ କୈଳାସ ଭାରତ ଥିଲେ, ସେ ଏକ ଡ୍ୟୁଜୁଆଲ ପ୍ଲେୟାର ଥିଲେ। ଆପଣ ସେ ଲଙ୍ଗ ଅଫରେ କ୍ୟାଚ୍ କରି ଅଭିନନ୍ଦନ କରିଥିଲେ, କାହିଁକିନା ସେ ବହୁତ ହାର୍ଡ ହିଟିଂ କରୁଥିଲେ ସେ ମ୍ୟାଚ୍ରେ। ସେ ଟାଇମ୍ର କଥା କ'ଣ କହିବି ଶୁଣୁ, ସେ ବହୁତ ବଡ଼ ପ୍ଲେୟାର, ଭଲ ତାଙ୍କର ନାଁ ଥିଲା, ଆଉ ସେ ୱିକେଟ୍ ବି ମୁଁ ନିଜେ ହତ୍ୟା। କାହିଁକିନା ବିଭୂତିର 70 ରନ୍ ଅପେକ୍ଷା ତମର ସେ ଗୋଟିଏ ୱିକେଟ୍ ଜେଜେସିସିକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇଲେ। ନାଇଁ, ସେଇଟା ତ ସବୁ ମୁଁ କହିପାରିବିନି, ସେଇଟା କ୍ୟାପ୍ଟେନ୍ ଆଉ ଟିମ୍ ମ୍ୟାନେଜମେଣ୍ଟ ସେ କହିବ, କିନ୍ତୁ ମୋର ଯେତିକି କର୍ତ୍ତବ୍ୟ, ଯାହା କରିବାର ଅଛି ଗୋଟେ ପ୍ଲେୟାର ହିସାବରେ ମୁଁ ସେଇଟା କରିଥିଲି। ଠିକ୍ ଅଛି, ବିଭୂତିକୁ ଏତେ ବଡ଼ ଷ୍ଟାର୍ କରିବାର ଆପଣଙ୍କ ଏତେ ହାତ, ସିଏ ଆପଣଙ୍କୁ ଏବେ କ'ଣ କେମିତି ମାନେ କି ଫୋନ୍ ଫାନ୍ କରନ୍ତି କିଛି ନାହିଁ? ଦେଖନ୍ତୁ, ମୁଁ କ'ଣ କରିଛି ସେଇଟା କହିପାରିବିନି, କିନ୍ତୁ ବିଭୂତି ତାଙ୍କର ଇଗୋ ବେଶୀ, ସେ ନିଜକୁ କହନ୍ତି ମୁଁ ବଡ଼ ବୋଲି। ମୁଁ ତ ତାଙ୍କୁ କେବେ କହିନି ଯେ ତମେ ବଡ଼ ମୁଁ ଛୋଟ, ସିଏ ବଡ଼ ମୁଁ ବଡ଼, କିନ୍ତୁ
ବିଭୂତି ତାଙ୍କର ଇଗୋ ବେଶୀ, ସେ ଛୋଟ ବଡ଼ ମାନନ୍ତି ବେଶୀ। ମୁଁ ଶୁଣିଛି ସେ ଆପଣଙ୍କୁ ବାଙ୍ଗାଲୋରରେ ଚ୍ୟାଲେଞ୍ଜ କରିଥିଲେ ଏକ ନୂତନ ଟିମ୍ ଗଢ଼ି 11 ଷ୍ଟାର ବାଙ୍ଗାଲୋର 11 ଷ୍ଟାର ଏକ ନୂତନ ଟିମ୍ ଗଢ଼ିଥିଲେ ଏବଂ ଆପଣଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଆପଣ ସେଇ ଜେଜେସି ଟିମ୍ ସହିତ ଖେଳିଥିଲେ, ତା ବିଷୟରେ କିଛି କହିବେ? ସେ ଯେତେବେଳେ ଚ୍ୟାଲେଞ୍ଜ କରିଥିଲେ ମୁଁ ବି ତାଙ୍କ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିଥିଲି ଶୁଣୁ। ଆଉ କଲା ପରେ ବି ଗୋଟେ ମ୍ୟାଚ୍ ଆମର ହେଲା, ଆଉ ସିଏ ତାର 11 ଷ୍ଟାର ନେଇକି ଆସିଲା, କିନ୍ତୁ ମୋର ସେ ଜେଜେସି ପିଲା ଯେତିକି ମୋର ମୋ ପାଖରେ ଥିଲେ ମୁଁ ତାକୁ ନେଇକି ଲଢ଼େଇଥିଲି ଆଉ 3-0 ବି ପରାସ୍ତ କରିଥିଲି। ପରାସ୍ତ ହେବା ପରେ ମାନେ ସେ କିଛି ଆପଣଙ୍କୁ କହିଥିଲେ? ହଁ, ନିଶ୍ଚିତ ଭାବରେ ସେ ମୋତେ କହିଲା ଯେ ଗୋଟେ କଥା କହିଥିଲା ଯେ ଆଜି ତୁମେ ଆଜି ମୋତେ ଯେଉଁ 3-0 ପରାସ୍ତ କଲ ସେଥିପାଇଁ ମୋତେ ବି ଧନ୍ୟବାଦ ଜଣାଇଥିଲା। ଏବେ ବି ମୋର ତାରିଫ କେତେବେଳେ କରେ, କିନ୍ତୁ ପିଲାମାନଙ୍କ ସାଙ୍ଗରେ ସେ ସବୁବେଳେ କହିଲେ ମୁଁ ଗୋଟେ ଷ୍ଟାର ହେବି। ମାନେ ଏବେ ଜଣା ପଡ଼ିଗଲା ଗୁରୁ କାହିଁକିନା ଗୁରୁ ସହିତ ଚ୍ୟାଲେଞ୍ଜ ମାରିବା ପଡ଼ିଗଲା ମହଙ୍ଗା। ଶୁଣ, ସେଇଟା ତ କହିପାରିବିନି। ସବୁବେଳେ ଗୋଟେ କଥା ମନେ ରଖନ୍ତୁ, ସିନିୟର ଆଉ ଜୁନିୟର। ଠିକ୍ ଅଛି ଏମଏଲ୍ ସାର୍, ଆପଣଙ୍କ ଧନ୍ୟବାଦ ଆମ ଶୋକୁ ଆସିଥିବାରୁ। ଧନ୍ୟବାଦ।